ରଙ୍ଗାଇ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଭାଇ। ବର୍ତ୍ତମାନ ଆମେ ଦେଖିଲେ ଦିଲ୍ଲୀରେ ଯୋଉ ଜେଏନଜି ଆନ୍ଦୋଳନ, ପ୍ରଥମ ଜେଏନଜି ଆନ୍ଦୋଳନ ହେଲା କକରୋଜ ଜନତା ପାର୍ଟି ତରଫରୁ। ଆପଣ ଜଣେ ବରିଷ୍ଠ ନାଗରିକ, ବରିଷ୍ଠ ସାମ୍ବାଦିକ, ଜଣେ ଭଲ ଇକୋନୋମିଷ୍ଟ। ମତେ କୁହନ୍ତୁ, ଏ ଆନ୍ଦୋଳନଟା କେତେ ଦୂର ସଫଳ ହେଲା ବା ୟାର ପ୍ରଭାବଟା କେତେ ଦୂରଦର୍ଶୀ ବା ମାନେ ପ୍ରଭାବୀ ବା ସରକାରଙ୍କ ଉପରେ କେତେ ଦୂର ପ୍ରଭାବ ପକେଇବ ଏ ଆନ୍ଦୋଳନ? ନା, ସରକାରଙ୍କ ଉପରେ ତ ପ୍ରଭାବ ନିଶ୍ଚିତ ପକଉଛି। ସରକାର ଯେତେ ନ ମାନିଲେ ମଧ୍ୟ ସରକାର ଗୋଟେ ଧାରଣା ଦେବାକୁ ଚେଷ୍ଟା କରୁଛନ୍ତି, ଆମ ଉପରେ କିଛି ପ୍ରଭାବ ପଡୁନି। ଆମେ ଯେମିତି ଚାଲିଥିଲା ସରକାର ସେମିତି ଚାଲିଛି। ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଆଗରୁ ଯେମିତି ଚଲାବୁଲା କରୁଥିଲେ, ମିଟିଂ ଯାଉଥିଲେ, ସେମିତି କରୁଥିଲେ। ନିଶ୍ଚିତ ଟ୍ୱିଟର ଖୋଲିକି ଦେଖୁଥିବେ କେତେ ଲୋକ ଆସିଲେ ଏବଂ ସବୁ ଘଟଣାର ରେଜଲ୍ଟଟା ଇମିଡିଏଟ ହୁଏନି। ଆପଣଙ୍କୁ ମୁଁ ମନେ ପକେଇ ଦଉଛି, ରାଜୀବ ଗାନ୍ଧୀ ଯେତେବେଳେ ପ୍ରଧାନମନ୍ତ୍ରୀ ହେଲେ 400 ଉପରେ ଆସନ ମିଳିଥିଲା। ଭାରତରେ ଏମିତି କେବେ ହେଇନି। 2.5 ବର୍ଷ 3 ବର୍ଷ ଗଲା ପରେ ପରେ ସେ ବିଫଳ ହେଇଗଲେ। ତାଙ୍କର ଜନ ସମର୍ଥନ କମିଗଲା ଏବଂ ପରବର୍ତ୍ତୀ ସମୟରେ ସେ ହାରିଗଲେ। ତାର କାରଣ କଣ? ଗୋଟିଏ ଘଟଣା କେବେ ସରକାରକୁ ହରାଏ। ବିଭିନ୍ନ ପୁଞ୍ଜୀଭୂତ ଅସନ୍ତୋଷ ଯେତେବେଳେ ଜମା ହେଇକି ରହେ, ସେଟା ଇଲେକ୍ସନ ବେଳେ କାମ କରେ। ଦ୍ୱିତୀୟ କଥା ହେଲା, ଆପଣ ପଚାରିଲେ କକରୋଜ ଜନତା ପାର୍ଟିର କଣ ହବ, ସେ କଥା ଚିନ୍ତା କରନ୍ତୁ। କକରୋଜ ଜନତା ପାର୍ଟି ରହୁ କି ନ ରହୁ, ସେଇଟା ବଡ କଥା ନୁହଁ। ବଡ କଥା ହଉଛି ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବେ କି? ଆମର ଯୋଉ 22 ଲକ୍ଷ ପିଲା ନିଟ୍ ପରୀକ୍ଷା ଦେଇଥିଲେ ଏବଂ ପରବର୍ତ୍ତୀ କାଳରେ ଯୋଉଭଳି ସିବିଏସ୍ଇ ପରୀକ୍ଷାରେ ଯୋଉ ବିଭ୍ରାଟ ହେଲା ଖାତା ଦେଖାରେ, ତାର ସମାଧାନ ମିଳିପାରିବ କି? ଏବଂ ଏ ସରକାର ଜାଣୁଛି ମୁଁ ହୁଏତ କକରୋଜ ଜନତା ପାର୍ଟିକୁ ବର୍ତ୍ତମାନ ଦବେଇ ଦେବି କିମ୍ବା କକରୋଜ ଜନତା ପାର୍ଟି ଫେଲୁଅର ହେଇଯିବ, କିନ୍ତୁ ଏ ଯୋଉ ଅସନ୍ତୋଷର ପରିପ୍ରକାଶ ସେଇଟା ରହିଲା। ସେଇଟା ୟା ପରେ ଆଉ ବିଭିନ୍ନ ପ୍ରକାର ଆନ୍ଦୋଳନ, ଶ୍ରମିକ ମାନେ ଆନ୍ଦୋଳନ କରିପାରନ୍ତି, ମହିଳା ମାନେ ଆନ୍ଦୋଳନ କରିପାରନ୍ତି, ଷ୍ଟୁଡେଣ୍ଟସ ଆନ୍ଦୋଳନ କରିପାରନ୍ତି। ଏବଂ ଯୋଉଭଳି ଆର୍ଥିକ ପରିସ୍ଥିତି ଆସୁଛି, ସେଥିରେ ତମେ ମିଡିଆ ଦ୍ଵାରା ଯେତେ ତାକୁ ଲୁଚେଇବାକୁ ଚାହିଁବେ, କିନ୍ତୁ ଲୋକଙ୍କର ଅସନ୍ତୋଷଟା ରହିବ। କକରୋଜ ଜନତା ପାର୍ଟି ଗୋଟେ ଏମିତି ସମୟରେ ଆସେ ଯେତେବେଳେ ଜନତାଙ୍କର ଅସନ୍ତୋଷର ପ୍ରତିଫଳନ କରିବାର ସମସ୍ତ ବାଟ ବନ୍ଦ କରିଦିଆଗଲା। ମିଡିଆ ବା ଯାହାକୁ ଆପଣ ଗଦି ମିଡିଆ କହୁଛନ୍ତି, ସରକାରକୁ ପ୍ରଶ୍ନ କଲା ନାହିଁ, ଇସ୍ୟୁ ଦବେଇଲା, ନୂଆ ଇସ୍ୟୁ ମ୍ୟାନୁଫ୍ୟାକ୍ଚର କଲା। ହିନ୍ଦୁ ମୁସଲମାନ ଆଉ ପାକିସ୍ତାନରେ ଟମାଟୋ ରେଟ୍ ବଢିଗଲା। ତେଣୁ ଲୋକଙ୍କର ଅସନ୍ତୋଷ ସେ ବାଟରେ ମଧ୍ୟ ପ୍ରତିଫଳ ହେଲା। ସିନେମାରେ ଆଗେ ଯୋଉ ହିନ୍ଦୀ ଫିଲ୍ମ ତିଆରି ହଉଥିଲା, ଲୋକଙ୍କ ସମସ୍ୟା ନେଇକି ବହୁତ ତିଆରି ହଉଥିଲା। ରୋଟି କପड़ा और मेरे अपने आंधी, इन ସବୁ ପିକ୍ଚର ତିଆରି ହଉଥିଲା ଲୋକଙ୍କ ସମସ୍ୟାକୁ ନେଇ। ଏବେ ଆଉ ସେ ସବୁ ବିଷୟକୁ ନେଇକରି ଲୋକଙ୍କ ସମସ୍ୟାକୁ ନେଇ ପିକ୍ଚର ହଉ, ଗୋଟେ ପ୍ରୋପାଗାଣ୍ଡା ଫିଲ୍ମ ତିଆରି ହଉଛି, ଆତଙ୍କବାଦ ପାକିସ୍ତାନ ସେ ବାଟରେ। ସବୁଠୁ ମେନ୍ କଥା ହେଲା ଜନ ଅସନ୍ତୋଷଟା ଇଲେକ୍ସନ ରେଜଲ୍ଟରେ ଦେଖାଯାଉଥିଲା, କିନ୍ତୁ ଇଲେକ୍ସନ ଆଜିକାଲି ହଉ। ଆଗେ କୁହାଯାଉଥିଲା ଇଭିଏମ ଇଭିଏମ ଇଭିଏମ, ଏବେ ସରକାର ଦେଖିଲେ କେବଳ ଇଭିଏମ ହେଲେ ହବନି, ସିଧା ଭୋଟର ଲିଷ୍ଟ ଉପରେ ହାତ ପକାଅ। ଯାହାକୁ ଚାହିଁବ ରଖ, ଯାହାକୁ ଚାହିଁବ କାଟ। ତମେ ଏସଆଇଆର ଯଦି କରୁଛ କର, ଠିକ ଉପାୟ କର, ସମୟ ରଖି କର। ଠିକ ଇଲେକ୍ସନ ପାଖ ଥିବ ବିହାରରେ ଆରମ୍ଭ କରିଦେବେ ଏସଆଇଆର, ଠିକ ଇଲେକ୍ସନ ପାଖ ଥିବ ୱେଷ୍ଟବେଙ୍ଗଲରେ କରିଦେଲେ ଏସଆଇଆର। ବର୍ତ୍ତମାନ ତ ଓଡିଶାରେ ଏସଆଇଆର ଚାଲିଛି, କିନ୍ତୁ ବର୍ତ୍ତମାନ ପାଖରେ ଇଲେକ୍ସନ ନାହିଁ, ପଞ୍ଚାୟତ ଇଲେକ୍ସନ ନେକ୍ସଟ। ତଥାପି ଟାଇମ ଅଛି, ପୁଣି ସେତିକିରେ କେବଳ ଏସଆଇଆର କଲେ ବି ହେଲା ନାହିଁ। ଲାଷ୍ଟ କୁ ଯୋଉ ଅପୋଜିସନ ପାର୍ଟି ଅଛି, ତାଙ୍କର ଯୋଉ ପ୍ରତିଦ୍ୱନ୍ଦ୍ୱୀ ପାର୍ଟି ଅଛି, ତା ଇଲେକ୍ସନ ଅଫିସରେ ପଶିଯାଅ, ତା କାଗଜ ପତ୍ର ନେଇ ଆସ, ଇଲେକ୍ସନ ଯିଏ ପରିଚାଳନା କରୁଛି, ମ୍ୟାନେଜ କରୁଛି, ତାକୁ ଆରେଷ୍ଟ କରି ପକାଅ। ସରକାର ଯଦି ଏତେ ପପୁଲାର ଏସବୁ କାମ କାହିଁ କରୁଛି? ତେଣୁ ସରକାରରେ ଯୋଉ ରିପ୍ରେସନ ଦିନକୁ ଦିନ ଆହୁରି ଅଧିକା। ତେଣୁ ଏ ସବୁ ବାଟ ବନ୍ଦ ହେଇଗଲା। ସାହିତ୍ୟରେ ଲୋକଙ୍କର ଜନ ଅସନ୍ତୋଷର ପ୍ରତିଫଳନ ହେଲାନି, ସିନେମାରେ ହେଲା ନାହିଁ,
ଆପଣଙ୍କର ମିଡିଆରେ ହେଲା ନାହିଁ, ଇଲେକ୍ସନର ରେଜଲ୍ଟରେ ହେଲା ନାହିଁ। ତେଣୁ ଲୋକଙ୍କ ପାଖରେ ଆଉ କଣ ବାଟ ଥିଲା? ଯୁବଗୋଷ୍ଠୀଙ୍କ ପାଖରେ କଣ ବାଟ ଥିଲା? ରାସ୍ତାକୁ ଓହ୍ଲେଇ ବହୁତ ଲୋକ ସୋସିଆଲ ମିଡିଆରେ ଚର୍ଚ୍ଚା କରୁଛନ୍ତି ୟାର ଭବିଷ୍ୟତ କଣ, ୟାର ଅତୀତ କଣ, ସେମାନେ କୋଉ କଥା କହୁଥିଲେ, ସେମାନେ ଚାଳିବେ କି ନାହିଁ। ସେମାନେ ସେ ସବୁ ଚିନ୍ତା କଲେନି, କହିଲେ ନାଇଁ ଅସନ୍ତୋଷର ପ୍ରତିଫଳନ ନୁହେଁ, ଆମେ ରାସ୍ତାକୁ ଓହ୍ଲେଇବୁ। ଯେତେବେଳେ ଚିଫ ଜଷ୍ଟିସ କହିଦେଲେ କକରୋଚ, ଏ ଯୋଉମାନେ ଏଠି ସୋସିଆଲ ମିଡିଆରେ ଆମ୍ ଆଦମୀ ପାର୍ଟିର ଏ ଯୋଉ କକରୋଚ ପାର୍ଟିର ଭବିଷ୍ୟତକୁ ଚିନ୍ତା କରୁଛନ୍ତି, ସେମାନେ ସେ କଥା ଚିନ୍ତା କଲେନି, ତାହେଲେ ଆମକୁ ବାହାରିବାକୁ ପଡିବ। କିନ୍ତୁ ସେମାନେ ବାହାରିଲେ। ଯୋଉଟା ଯୋଗେନ୍ଦ୍ର ଯାଦବ ଗୋଟେ ଭଲ କଥା କହୁଛନ୍ତି ଏଇଟା ଗୋଟେ ପଲିଟିକାଲ ପାର୍ଟି ନୁହେଁ, ଏଇଟା ଗୋଟେ ଆନ୍ଦୋଳନ ବି ନୁହେଁ, ଏଇଟା ଗୋଟେ ମୁଭମେଣ୍ଟ। କିନ୍ତୁ ୟାକୁ ପଲିଟିକାଲ ପାର୍ଟି ହିସାବରେ ସଜେଇ ଦିଆଯାଉଛି। ହଁ, ଯୋଉମାନଙ୍କର କିଛି କାମ ନାହିଁ, ଦିନ ରାତି ନୂଆ ନୂଆ ଥିଓରି ତିଆରି କରନ୍ତି, ଲୋକଙ୍କ ଭବିଷ୍ୟତ ବିଷୟରେ ଚିନ୍ତା ନ କରି ପାର୍ଟି ମାନଙ୍କର ଭବିଷ୍ୟତ ଚିନ୍ତା କରନ୍ତି, ବିଜେଡି ରହିବ କି ନାହିଁ, କଂଗ୍ରେସ ରହିବ କି ନାହିଁ, ସେମାନେ ଲୋକଙ୍କ ଭବିଷ୍ୟତ କଥା ଚିନ୍ତା କରନ୍ତିନି। ମିଡିଆରୁ ସେଟା ହଟି ଯାଇଛି। ଆପଣ ଦେଖନ୍ତୁ, ଗୋଟିଏ ସାଧାରଣ କଥା, ଗୋଟିଏ ପାର୍ଟି ଇଲେକ୍ସନ ପୂର୍ବରୁ କଣ କହିଲା? ଗୋଟିଏ ମହିଳାକୁ ବର୍ଷକୁ 50,000 ଟଙ୍କା ଦେବ। ମ୍ୟାନିଫେଷ୍ଟୋରେ ଆଉ ଗୋଟେ କଥା ଲେଖିଲେ, ଜଣେ ତ କିଏ ସାମ୍ବାଦିକ ପଚାରି ପାରିଥାନ୍ତା, ଗୋଟିଏ ଲୋକକୁ 50,000 ଦେଲେ ବର୍ଷକୁ 50,000 କୋଟି ଟଙ୍କା ଖର୍ଚ୍ଚ ହବ। ତମର 2.5 ଲକ୍ଷ କୋଟି ଟଙ୍କାର ବଜେଟ, ତମେ ସେଥିରୁ 50,000 କୋଟି ଟଙ୍କା କେମିତି ଦେଇପାରିବ? ନଟ୍ ଏ ସିଙ୍ଗଲ ଜର୍ଣ୍ଣାଲିଷ୍ଟ କଣ ଇଏ ବିମାନରେ ଓହ୍ଲେଇଲେ, ଇଏ ଆଜି ମିଟିଂ କଲେ, ଇଏ ଆଜି ଅମୁକ କାର୍ଡ ଖେଳିଲେ, ସେ ଆଜି ସମୁକ କାର୍ଡ ଖେଳିଲେ, ଝାଲମୁଢି ଖାଇଲେ। ତେଣୁ ଇଏ ଯୋଉ ଟୋକା ମାନେ, ଏ ଯୋଉ ଯୁବକ ମାନେ ଆମେରିକାରେ ବସନ୍ତି, ଏମାନଙ୍କର ବରଦାସ୍ତ ହେଲାନି। ଲାଷ୍ଟକୁ ଚିଫ ଜଷ୍ଟିସ କହିଦେଲେ କକରୋଚ ଜନତା ପାର୍ଟି, କିନ୍ତୁ ଆକୁ ବାଧିଲା। ଯୋଉମାନେ ଏ ଯୋଉ ରାଜନୈତିକ ବିଶ୍ଳେଷଣ କରୁଛନ୍ତି ତାଙ୍କୁ ବାଧୁନି, କିନ୍ତୁ ଲୋକଙ୍କୁ ବାଧୁଛି। ତେଣୁ ଏଇ ଆନ୍ଦୋଳନ ହେଲା। ହଉ, ବହୁତ ବହୁତ ଧନ୍ୟବାଦ ଯଥାଯୋଗ୍ୟ ମତାମତ ଦେଇଥିବାରୁ ଅନୁଷ୍ଠାନ ତରଫରୁ ଅନେକ ଅନେକ ଶୁଭେଚ୍ଛା। ବହୁତ ଧନ୍ୟବାଦ।